गुड मॉर्निंग ओडिशा आज ହେଉଛି 22 ମାର୍ଚ୍ଚ ଶୁକ୍ରବାର। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ କରନ୍ତୁ। ଆଉ ନାହାନ୍ତି ବର୍ଷିୟାନ ରାଜନେତା ଦାମୋଦର ରାଉତ। ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସକାଳ 5ଟା 23 ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା। ଭୋରରେ ଦେହାନ୍ତ ହୋଇଥିବା ବେଳେ ତାଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ସୂଚନା ଦେଇଛନ୍ତି। ଅସୁସ୍ଥ ହୋଇ ଗତ କିଛିଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିଲେ ଦାମୋଦର ରାଉତ। ହୃଦଘାତ ପରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲିଥିଲା ଚିକିତ୍ସା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସାରେ ଲାଗିଥିଲେ। ବହୁ ଉଦ୍ୟମ ସତ୍ତ୍ୱେ ଜୀବନ ବଞ୍ଚାଇ ପାରିଲେନି। ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତେବେ 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭେଟରାନ ଦାମୋଦର ରାଉତରାୟ 7 ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ ଏବଂ ଜନତା ଦଳରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର। ଜନତା ଦଳର ବିଭାଜନ ପରେ ବିଜୁ ଜନତା ଦଳରୁ 4 ଥର ବିଧାୟକ ହୋଇଛନ୍ତି ଏବଂ 5 ଥର ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ପାରାଦୀପ ଆସନରୁ ବିଜୟୀ ମଧ୍ୟ ହୋଇଥିଲେ। 1977 ମସିହାରେ ପ୍ରଥମ ଥର ପାଇଁ ଏରସମା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। 2014ରେ ସେ ଶେଷ ଥର ପାଇଁ ପାରାଦୀପ ଆସନରୁ ନିର୍ବାଚନ ଜିତି ଆସିଥିଲେ ବିଧାନସଭା। ବିଭିନ୍ନ ମନ୍ତ୍ରିମଣ୍ଡଳରେ ସେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ମହିଳା ଶିଶୁ ବିକାଶ, ସଂସ୍କୃତି, କୃଷି, ଅବକାରୀ ଭଳି 15ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କରିଥିଲେ। କିନ୍ତୁ ଆଜି ନାହାନ୍ତି ଆଉ ଦାମୋଦର ରାଉତ। ଏପଟେ ଦାମୋଦର ରାଉତଙ୍କ ବିୟୋଗ ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡ଼ିଶା। 40 ଡିଗ୍ରୀ ଛୁଇଁପାରେ ତାପମାତ୍ରା। ମାର୍ଚ୍ଚ ଶେଷ ବେଳକୁ ପଶ୍ଚିମ ଓଡ଼ିଶା ଜଳିବ। 28 ତାରିଖରୁ ଅସହ୍ୟ ଖରା ହେବ ଏବଂ ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ 40 ଡିଗ୍ରୀରୁ ଉପରକୁ ଛୁଇଁପାରେ ବୋଲି କୁହାଯାଉଛି। ଆଜିଠୁ 24 ତାରିଖ ପର୍ଯ୍ୟନ୍ତ ପାଗ ସ୍ୱାଭାବିକ ରହିବ ଏବଂ ଶୁଖିଲା ରହିବ। କିନ୍ତୁ କାଳ ବୈଶାଖୀ ପାଇଁ ତାପମାତ୍ରା କମିଥିବାରୁ ଆଗାମୀ 2-3 ଦିନ ଯାଏ 8ରୁ 10 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। 25 ତାରିଖ ବେଳକୁ ପଶ୍ଚିମ ଝଡ଼ ପ୍ରଭାବରେ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ 1-2ଟି ସ୍ଥାନରେ ହାଲୁକା ବର୍ଷା ହେବ। କିନ୍ତୁ ପୁଣି ତାପମାତ୍ରା ବଢ଼ିବ ବୋଲି କୁହାଯାଉଛି। 8ରୁ 10 ଡିଗ୍ରୀ ତାପମାତ୍ରା ବଢ଼ିପାରେ ବୋଲି କୁହାଯାଉଛି। 26 ଓ 27 ତାରିଖରେ ପାଗ ଶୁଖିଲା ରହିବ। 28 ତାରିଖ ବେଳକୁ ତାପମାତ୍ରା 40ରୁ 42 ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜିଠୁ ଯୁକ୍ତ 2 ଖାତା ଦେଖା ଆରମ୍ଭ। ଅନଲାଇନ୍ ଓ ଅଫଲାଇନ୍ରେ ହେବ ମୂଲ୍ୟାୟନ। ଆଜିଠୁ ଯୁକ୍ତ 2 ଆରମ୍ଭ ହେବ ଏବଂ 2ଟି ପର୍ଯ୍ୟାୟରେ ଯୁକ୍ତ 2 ଖାତା ପରୀକ୍ଷା ମୂଲ୍ୟାଙ୍କନ ହେବ। ତେବେ ପ୍ରଥମ ପ୍ରକ୍ରିୟାରେ ଖାତା ଦେଖା ଆଜିଠୁ ଆରମ୍ଭ ହୋଇ ଏପ୍ରିଲ 2 ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ 4ରୁ 15 ତାରିଖ ଯାଏଁ ଚାଲିବ ଖାତା ଦେଖା। ଖାତା ମୂଲ୍ୟାୟନ ପାଇଁ 59ଟି ଅଫଲାଇନ୍ ଏବଂ 41ଟି ସେଣ୍ଟର କରାଯାଇଛି। ମୋଟ 28ଟି ଅଧ୍ୟାପକ ଅଧ୍ୟାପିକା ଏଥିପାଇଁ ନିଯୁକ୍ତି ହୋଇଛନ୍ତି। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ କରିବା ପାଇଁ ଲକ୍ଷ୍ୟ ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ। ସୂଚନା ଅନୁସାରେ ଚଳିତ ବର୍ଷ 3,86,250 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସେଥିରେ ରେଗୁଲାର 3,60,000 ଥିବାବେଳେ ଏକ୍ସ ରେଗୁଲାରରେ 26,000 ଅଛନ୍ତି। ମୋଟ 1,69,361 ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା 1,86,889 ରହିଛି। ସେହିଭଳି ଭାବରେ କଳା ବିଭାଗରେ 2,37,750 ଜଣ, ବିଜ୍ଞାନ ବିଭାଗରେ 1,16,620 ଜଣ, ବାଣିଜ୍ୟ ବିଭାଗରେ 26,089 ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ 5,791 ଜଣ ପରୀକ୍ଷା ଦେଇଛନ୍ତି। କେଜ୍ରିୱାଲ ଗିରଫ ପରେ ବିରୋଧ କଲେ ଆପ୍ କର୍ମୀ। ଅଦାଲତରେ ଶୁଣାଣି ଆଜି। ଅବକାରୀ ଦୁର୍ନୀତି ମାମଲାରେ ଗତ ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଏହି ଗିରଫକୁ ବିରୋଧ କରୁଛି ତାଙ୍କ ଦଳ ଆମ୍ ଆଦମୀ ପାର୍ଟି। ଏବେ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଏବେ ଆମ୍ ଆଦମୀ ପାର୍ଟି ବିଜେପି ବିରୋଧରେ ଦେଶବ୍ୟାପୀ ବିରୋଧ କରୁଛି। କେଜ୍ରିୱାଲ ଗିରଫ ଦାବିକୁ ଏବେ ଲୋକ କେହି ଗ୍ରହଣ କରୁନାହାନ୍ତି। ଗିରଫଦାରୀକୁ ଗଣତନ୍ତ୍ରର ହତ୍ୟା, ଏକଛତ୍ରବାଦୀ ଶାସନର ଘୋଷଣା ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ବିଜେପିର ଏକଛତ୍ରବାଦୀ ଶାସନକୁ ବିରୋଧ ଆମେ କରୁଛୁ। ଏହି ବିରୋଧରେ
ଯୋଗ ଦେବା ଉଚିତ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରା ଉଚରା କରିବା ପରେ ତାଙ୍କୁ ଖୋଜାଖୋଜି କରିବା ଗୁରୁବାର ଦିନ ସନ୍ଧ୍ୟାରେ କେଜରିୱାଲ ବାସଭବନ ଗିରଫ ହୋଇଥିଲା। ତାଙ୍କ ମୋବାଇଲ ମଧ୍ୟ ନିଆଯାଇଛି ଏବଂ ତାଙ୍କୁ ଫେଡେରାଲ ଏଜେନ୍ସି ମୁଖ୍ୟାଳୟ ନିଆଯାଇଛି, ଯେଉଁଠାରେ ସେ ରାତି କଟାଇଥିଲେ। ସୁପ୍ରିମକୋର୍ଟରେ ଆଜି ଅରବିନ୍ଦ କେଜରିୱାଲ ଆଇନ ଦଳ ଦେଇଥିବା ଏକ ପିଟିସନରେ ଶୁଣାଣି ମଧ୍ୟ ସମ୍ଭାବନା ରହିଛି। କେଜରିୱାଲ କହିଛନ୍ତି, ମୁଁ ଇସ୍ତଫା ଦେବିନି ଏବଂ ମୁଖ୍ୟମନ୍ତ୍ରୀ ତୁଲେଇବି ଦାୟିତ୍ୱ। ଆଉ ଏହି ଦାୟିତ୍ୱ ହୋଇପାରିବ ନାହିଁ ବୋଲି ସମସ୍ତେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଜେଲରେ ଥାଇ କୌଣସି ତୁଲାଇ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଘର ଭିତରେ ଇଡି ଅଧିକାରୀମାନେ ତାଙ୍କୁ ଜେରା କରୁଥିବା ବେଳେ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଙ୍କ ଘର ଭିତରୁ କାହାକୁ ଛଡ଼ା ନଥିଲା। ଏପରିକି ତାଙ୍କ କେଜରିୱାଲ ଏବଂ ତାଙ୍କ ପରିବାରର 5ଟି ଫୋନ୍ ଜବତ କରାଯାଇଥିଲା। 2 ଘଣ୍ଟା ଧରି ଜେରା କରିବା ପରେ ଇଡି କେଜରିୱାଲକୁ ଗିରଫ କରିଥିଲା। ନିର୍ବାଚନୀ ବଣ୍ଡ ଏବେ ଜଣାପଡ଼ିବ କିଏ କାହାକୁ କେତେ ଦେଇଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ କରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁରୁବାର ଦିନ ନିର୍ବାଚନ କମିଶନ ନିକଟରେ ୟୁନିକ୍ ନମ୍ବର ସମେତ ନିର୍ବାଚନୀ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ନିର୍ବାଚନ କମିଶନ ନୂଆ ତଥ୍ୟକୁ ୱେବସାଇଟରେ ଆଜି ଉପଲବ୍ଧ ମଧ୍ୟ କରାଯାଇଛି। ମାର୍ଚ୍ଚ 18 ତାରିଖ ସର୍ବୋଚ୍ଚ ଅଦାଲତରେ ଏସ୍ବିଆଇ ତା ନିକଟରେ ନିର୍ବାଚନ ବଣ୍ଡର ସମସ୍ତ ବିବରଣୀ ପ୍ରକାଶ କରିଛି। ଏହାଦ୍ୱାରା ବଣ୍ଡ ବିଷୟରେ 5ଟି ଜିନିଷ ଜଣାପଡ଼ିଛି। ତାହା ହେଲା ବଣ୍ଡ କ୍ରେତାଙ୍କ ନାମ, ବଣ୍ଡ ନିର୍ଦ୍ଦିଷ୍ଟ ସଂଖ୍ୟା, ବଣ୍ଡ କରିଥିବା ଦଳର ନାମ, ରାଜନୈତିକ ଦଳ ବ୍ୟାଙ୍କ ଆକାଉଣ୍ଟର ଶେଷ 4 ଅଙ୍କ, ନଗଦ ହୋଇଥିବା ବଣ୍ଡ ଟଙ୍କା। ଏସ୍ବିଆଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି ଯେ ନିର୍ବାଚନ କମିଶନ ନିକଟରେ ନିର୍ବାଚନୀ ବଣ୍ଡର ସମସ୍ତ ବିବରଣୀ ଦାଖଲ କରିଛି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କ୍ରେତାଙ୍କର ବିବରଣୀ ଏବଂ ଦଳକୁ ମିଳିଥିବା ରାଶିକୁ ପୃଥକ ଭାବେ ଦାଖଲ କରିଥିଲା, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଆଜି ଏକ ତଥ୍ୟ ପ୍ରକାଶ ପାଇବା ପରେ ଏବେ ଜଣାପଡ଼ିବ କେଉଁ ଦଳ କେତେ ଟଙ୍କା ଚାନ୍ଦା ଦେଇଛି ବୋଲି ଜଣାପଡ଼ିଯିବ ସବୁ ଡିଟେଲ୍ସ। ଆଜିଠୁ ଆଇପିଏଲ୍ ମ୍ୟାଚ୍ ଆରମ୍ଭ। ଆଇପିଏଲ୍ 2024 ପ୍ରଥମ ମ୍ୟାଚ୍ 22 ଶୁକ୍ରବାର ଦିନ 8ଟାରେ ଆରମ୍ଭ ହେବ। 17ତମ ସିଜିନ୍ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ମ୍ୟାଚ୍ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଏହାକୁ ଚେପକ୍ ଷ୍ଟାଡିୟମ ମଧ୍ୟ କୁହାଯାଏ। ଷ୍ଟାଡିୟମର ପିଚ୍ ରିପୋର୍ଟ ଅନୁସାରେ ଏହା ସ୍ପିନରକୁ ସୁହାଇବ। ଏହା ଧୀର ବୋଲରଙ୍କ ସହିତ ପିଚ୍ ଉପଯୋଗ ହୋଇପାରେ। ପିଚ୍ରେ ଅଧିକ ବଲ୍ ଟର୍ନ କରିଥାଏ, ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ରେ ବଡ଼ ସଟ୍ ମାରିବା ସହଜ ନୁହେଁ ବୋଲି କୁହାଯାଇଛି। ତେବେ ଗତ କିଛି ମ୍ୟାଚ୍ରେ ଦେଖାଯାଉଛି ଯେ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି। ତେବେ ଦେଖାଯାଉ ଆଜି କେଉଁ ବ୍ୟାଟ୍ସମ୍ୟାନ କିଏ କେତେ ରନ୍ କରୁଛି। ହରିରାଜପୁର ମେଳଣକୁ ନେଇ ଉତ୍ସାହ। ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୁଏ। ଜଟଣୀରେ ହରିରାଜପୁର ବିଶ୍ୱ ପ୍ରସିଦ୍ଧ ମେଳଣକୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ମେଳଣରେ ଅନେକ ନିଆରା ପରମ୍ପରା ରହିଛି। 4 ଦିନର ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଜନସମାଗମ ହୁଏ। ବିଶେଷ କରି ଠାକୁରଙ୍କର ଜମାଣ ରାତିରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୁଅନ୍ତି। ଏହି ସମୟରେ ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ନିଷ୍ଠାର ସହ ମାନସିକ କଲେ ତାହା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଆସିଛି। ଏହାର ଅନ୍ୟତମ ଆକର୍ଷଣ ହେଉଛି ଜମାଣ ଦିନରେ ରାତି ତମାମ ଚମତ୍କାର ଆସଦବାସୀ ଏବଂ ସୋମନାଥ ଦେବଙ୍କ ପାଖରେ ମାନସିକ ରଖିଥିବା ଭକ୍ତଙ୍କ ପକ୍ଷରୁ ରାତି ତମାମ ଆତସବାଜି ଫୁଟା ଯାଇଥାଏ। ଏବେ ପଞ୍ଚୁଦୋଳ ମେଳଣର ତିଥି ଅନୁସାରେ କୃଷ୍ଣପକ୍ଷ ତିଥିରେ ପଡ଼ୁଥିବା ବେଳେ ଆସନ୍ତା 30 ତାରିଖରେ ଆରମ୍ଭ ହେବ ଏହି ମେଳଣ। ହରିରାଜପୁର ଚତୁଃପାର୍ଶ୍ୱରେ 5ଟି ପ୍ରତିଷ୍ଠିତ ଠାକୁରଙ୍କୁ ନେଇ ଆରମ୍ଭ ହେବ ହରିରାଜପୁର ପଞ୍ଚୁଦୋଳ ମେଳନ। ସେମାନେ କହିଛନ୍ତି ଯେ ହରିରାଜପୁରର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ଦେବ, ବୁଢ଼ାପଡ଼ାର ଶ୍ରୀ ଶ୍ରୀ ସୋମନାଥ ଦେବ, କନ୍ତିଆ ଗ୍ରାମର ଶ୍ରୀ ଶ୍ରୀ ବାଲୁକେଶ୍ୱର ଦେବ, ଛଣଗ୍ରାମ ଗ୍ରାମର ଗତିଶ୍ୱର ଦେବ ଏବଂ ବଂଶର ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ କାଳକ୍ରମେ 77 ଠାକୁରଙ୍କ ମେଳନରେ ସାମିଲ କରାଯାଇଛି। ଚଳିତ ବର୍ଷ ଆଉ 2 ଠାକୁରଙ୍କୁ ସାମିଲ ହେବ ବୋଲି କୁହାଯାଇଛି। ତେଣୁ ଏହି ମେଳନରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ସମାଗମ ହୋଇଥାଏ ଏବଂ ଯାହା ମାନସିକ କରିଥାନ୍ତି ସବୁ ପୂରଣ ହୋଇଥାଏ ବୋଲି କୁହାଯାଉଛି। ମ୍ୟାଚ୍ ନ ଖେଳି ଚର୍ଚ୍ଚାରେ ଶୁଭ୍ରାଂଶୁ। ଖେଳିବାକୁ ଯାଉଛନ୍ତି 6 ଓଡ଼ିଆ, ଖେଳିଛନ୍ତି 4। ଆଇପିଏଲ୍ ଗୋଟିଏ ହେଲେ ମ୍ୟାଚ୍ ଖେଳିନାହାନ୍ତି, କିନ୍ତୁ ଆଇପିଏଲ୍ ଇତିହାସରେ ନାଁ ଲେଖିଛନ୍ତି ଓଡ଼ିଶାର ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି। 2022 ଆଇପିଏଲ୍ ଚେନ୍ନାଇ ସୁପର କିଙ୍ଗ ତାଙ୍କୁ ମୂଳ 20 ଲକ୍ଷ ଟଙ୍କା ଦରରେ ସାମିଲ କରିଥିଲା, ହେଲେ ସେ ଗୋଟିଏ ମ୍ୟାଚ୍ ବି ଖେଳିନଥିଲେ। 2023 ସଂସ୍କରଣରେ ତାଙ୍କ ଦଳରେ ବଜାୟ ରଖିଥିଲା ଏବଂ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳିନଥିଲେ। କିନ୍ତୁ ଚେନ୍ନାଇ ସୁପର କିଙ୍ଗ ଗୁଜରାଟ ଟାଇଟନ୍ସର ମଧ୍ୟ କ୍ୱାଲିଫାୟାରରେ ନମ୍ବର 1ରେ ଶୁଭ୍ରାଂଶୁ ଦଳ ବଦଳ ଖେଳାଳି କ୍ଷେତ୍ର ପୂରଣ କରିବାକୁ ଯାଇଛନ୍ତି। ଯଦିଓ ପୂର୍ବରୁ ଏକାଧିକ ମ୍ୟାଚ୍ରେ ବଦଳ ଖେଳାଳି ଭାବେ କ୍ଷେତ୍ର ରକ୍ଷଣ କରିଥିଲେ, କିନ୍ତୁ ମ୍ୟାଚ୍ରେ ଦର୍ଶନ ଏବଂ ନଲକଣ୍ଡେଙ୍କ ରନ୍ଆଉଟ୍ କରି ଚେନ୍ନାଇରେ ଜିତିଥିବା ଅନ୍ୟ ଭୂମିକା ରହିଛି। ଏହାଫଳରେ ଆଇପିଏଲ୍ ଇତିହାସରେ ତାଙ୍କ ନାମ ସବୁଦିନ ପାଇଁ ରେକର୍ଡଭୁକ୍ତ ରହିଛି। ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଖେଳିନାହାନ୍ତି, କିନ୍ତୁ ଚର୍ଚ୍ଚାରେ ଅଛନ୍ତି ଶୁଭ୍ରାଂଶୁ।